ସମସ୍ତଙ୍କୁ ଅଭିନନ୍ଦନ ଏବଂ ନମସ୍କାର। ୟୁଏନ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆମେମାନେ ଇଂଲିଶର ଟେନ୍ସକୁ ଆମେ ଆଲୋଚନା କରିଆସୁଛେ। ପୂର୍ବ କ୍ଲାସ୍ରେ ପ୍ରେଜେଣ୍ଟ ପରଫେକ୍ଟ ଟେନ୍ସକୁ ଡିଟେଲରେ ଆଲୋଚନା କରିଛେ। ମୁଁ ଆଶା କରୁଛି ଆପଣମାନେ ଭଲ ଭାବରେ ବୁଝିପାରିଥିବେ। ତ ଆଜି ଆମେ ଆରମ୍ଭ କରିବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସକୁ। ତ ଦେଖିବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ କ'ଣ, ପ୍ରଥମେ ବୁଝିବା। ଦେଖନ୍ତୁ, ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ କ'ଣ, କେମିତି ଜାଣିବା ଯେ ଏଇଟା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି ବୋଲି। ଦେଖନ୍ତୁ, ପ୍ରଥମ ଟ୍ରିକ୍ ହେଲା, ଯଦି ଓଡ଼ିଆ ବାକ୍ୟ କଥା ଆମେ କହିବା, ଓଡ଼ିଆ ବାକ୍ୟର ଶେଷରେ ଯଦି ଅଛି, ଅଛୁ, ଅଛ, ଅଛନ୍ତି ଥାଏ, ଅର୍ଥାତ୍ ଓଡ଼ିଆ ବାକ୍ୟଟି ଯଦି ଅଛି, ଅଛୁ, ଅଛ ଆଉ ଅଛନ୍ତିରେ ଶେଷ ହେଉଥାଏ, ତାହେଲେ ଆପଣମାନେ ଜାଣିବେ ଏଇଟା ହେଉଛି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି ବୋଲି। ବୁଝିପାରିଲେ କି? ଯଦି ଓଡ଼ିଆ ବାକ୍ୟଟି ଅଛି, ଅଛୁ, ଅଛ ଆଉ ଅଛନ୍ତିରେ ଶେଷ ହେଉଥିବ ବା ଓଡ଼ିଆ ବାକ୍ୟର ଶେଷରେ ଏଇସବୁ ଥିବ, ତାହେଲେ ଆପଣ ଜାଣିବେ ଏଇଟା ହେଉଛି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। ଇଏ ଗୋଟେ ଟ୍ରିକ୍। ଆଉ କ'ଣ ନା, ପ୍ରକୃତରେ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ କହିଲେ କ'ଣ ବୁଝିବା ନା, ଯଦି କୌଣସି ଗୋଟିଏ କାର୍ଯ୍ୟ ଅତୀତର ନିର୍ଦ୍ଦିଷ୍ଟ କୌଣସି ଗୋଟିଏ ସମୟରୁ ଏ ପର୍ଯ୍ୟନ୍ତ ଅର୍ଥ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲି ଆସୁଛି। ବୁଝିପାରିଲେନି ନା? ଆଉ ଥରେ କହୁଛି ଶୁଣନ୍ତୁ। ଯଦି କୌଣସି ଗୋଟିଏ କାର୍ଯ୍ୟ ଅତୀତର କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ, ଘଣ୍ଟେ ହେଇପାରେ, 2 ଘଣ୍ଟା ହେଇପାରେ, 5 ଘଣ୍ଟା ହେଇପାରେ, ଅତୀତର ଗୋଟିଏ ନିର୍ଦ୍ଦିଷ୍ଟ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କାର୍ଯ୍ୟଟି ଚାଲି ଆସୁଅଛି, ଅର୍ଥ ସରିନାହିଁ, ଏ ପର୍ଯ୍ୟନ୍ତ କାର୍ଯ୍ୟଟି ଚାଲିଛି। ସେତେବେଳେ ହେଉଥିଲା ସେ କାର୍ଯ୍ୟଟି ଏବେ ହେଇ ହେଇ ଏପର୍ଯ୍ୟନ୍ତ ବି ଚାଲି ଆସିଛି, ଏବେ ବି ସେ କାର୍ଯ୍ୟଟି ହେଉଛି, ତାହେଲେ ଜାଣିବେ ଏଇଟା ହେଉଛି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। କାର୍ଯ୍ୟଟି ସେହି ସମୟରୁ ଏପର୍ଯ୍ୟନ୍ତ ଚାଲି ଆସୁଅଛି, ଅର୍ଥ ସରିନାହିଁ। ବୁଝିପାରିଲେ? 2ଟା ଟ୍ରିକ୍ ଗଲା। ଏହାପରେ ଦେଖିବା ଏଇ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ର ଆଫର୍ମେଟିଭ୍ ସେଣ୍ଟେନ୍ସ କେମିତି ତିଆରି ହୁଏ। ଆମେ ତ ଜାଣିଲେ, ଯଦି ଆମେ ଏଇ ଜିନିଷଟା ଜାଣିବା, এই ସୂତ୍ରଟା ଜାଣିବା, ଯେମିତି ଓଡ଼ିଆ ବାକ୍ୟର ସୂତ୍ର କଥା କହିଲି, ଏଇ ଜିନିଷ ଥିଲେ ଓଡ଼ିଆ ବାକ୍ୟରେ ଆପଣ ଜାଣିବେ ଏଇଟା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। ହେଲା, ଏଇସବୁ ଜିନିଷ ଆମେ ଜାଣିଲେ ଆମେ ଜାଣିପାରିବା, ଗୋଟେ ବାକ୍ୟକୁ ଚିହ୍ନି ପାରିବା ଏଇଟା କେଉଁ ଟେନ୍ସରେ ଅଛି, କେଉଁ ଫର୍ମରେ ଅଛି। ତାପରେ ଆମେ ଆର ଷ୍ଟ୍ରକ୍ଚର ବି ଅଛି, ଆର ରୁଲ୍ସ ଅଛି। ଆମେ ପଢ଼ିବା ତଳକୁ ଗୋଟେ ଗୋଟେ କରି ଦେଖିବା, ଏହାର ଷ୍ଟ୍ରକ୍ଚର ଆମେ ଜାଣିଯିବା, ତାହେଲେ ଆମେ ସେଣ୍ଟେନ୍ସ ବି ତିଆରି କରିପାରିବା। ଠିକ୍ ଅଛି, ପ୍ରଥମେ ଆମେ ଦେଖିବା এই ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସର ଆଫର୍ମେଟିଭ୍ ସେଣ୍ଟେନ୍ସ କେମିତି ତିଆରି ହୁଏ। ଚାଲନ୍ତୁ ଆରମ୍ଭ କରିବା। ଦେଖନ୍ତୁ କ'ଣ ଆଫର୍ମେଟିଭ୍ ସେଣ୍ଟେନ୍ସ। ଆଫର୍ମେଟିଭ୍ ସେଣ୍ଟେନ୍ସର ଦେଖନ୍ତୁ, ଆଫର୍ମେଟିଭ୍ ସେଣ୍ଟେନ୍ସର ଷ୍ଟ୍ରକ୍ଚରକୁ ଆମେ ଦେଖିବା। କ'ଣ ରହିଛି ଷ୍ଟ୍ରକ୍ଚର? ଦେଖନ୍ତୁ, ପ୍ରଥମ ହେଲା କ'ଣ, ସବଜେକ୍ଟ। ଦେଖନ୍ତୁ କ'ଣ ଅଛି, ସବଜେକ୍ଟ। ସବଜେକ୍ଟ ରହିଲା, ତାପରେ ରହିଲା ହେଜ୍ ଅର୍ ହେଭ୍। ସବଜେକ୍ଟ କର୍ତ୍ତା ତ ନିହାତି ରହିବ, ତାପରେ ହେଜ୍ ଅର୍ ହେଭ୍। ଆପଣମାନେ କହିବେ ହେଜ୍ କେଉଁଠି ଲାଗିବ, ହେଭ୍ କେଉଁଠି ଲାଗିବ? ମୁଁ ପୂର୍ବ ଭିଡ଼ିଓରେ ସବୁ କହିସାରିଛି, ତଥାପି ମୁଁ ଆଉ ଥରେ କହୁଛି। ହେଜ୍ କେଉଁଠି ଲାଗିବ ନା, ହେଜ୍ ତୃତୀୟ ପୁରୁଷ ଏକବଚନ ପାଖରେ, କେବଳ ତୃତୀୟ ପୁରୁଷ ଏକବଚନ ପାଖରେ ହେଜ୍ ଲାଗିବ, ବାକି ସବୁ ଜାଗାରେ ହେଭ୍ ଲାଗିବ। ବୁଝିପାରିଲେ? ତାପରେ এইଠି ଯେଉଁ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ରହିଛି, এইଠି ବିନ୍ ଲାଗିବ, ବିନ୍ ନିଶ୍ଚିତ ଲାଗିବ। ଏଇଟା ହେଉଛି ତାର ଷ୍ଟ୍ରକ୍ଚର ବା ସୂତ୍ର ବା ରୁଲ୍ସ। ବିନ୍ ଲାଗିଲା, ତାପରେ ଭର୍ବର ଆଇଏନ୍ଜି, ମେନ୍ ଭର୍ବର ଆଇଏନ୍ଜି। ଯେଉଁ ଭର୍ବ ଥିବ, ମନେକର ଇଟ୍ ଥିବ, ଇଟ୍ର ହେବ ଇଟିଂ, ଗିଭ୍ ଥିଲେ ଗିଭ୍ର ହେବ ଗିଭିଂ। ହେଲା, ଯେଉଁ ମେନ୍ ଭର୍ବ ଥିବ ତାର ଆଇଏନ୍ଜି ଯୋଗ ହେବ, କାରଣ କାର୍ଯ୍ୟଟି ଅତୀତର ଗୋଟେ ନିର୍ଦ୍ଦିଷ୍ଟ ସମୟରୁ ଏପର୍ଯ୍ୟନ୍ତ ଚାଲି ଆସୁଅଛି। ଯଦି କାର୍ଯ୍ୟଟି ଚାଲୁଥିବାକୁ ବୁଝାଏ ତାହେଲେ ଆଇଏନ୍ଜି ଫର୍ମ ହେବ, ସେଟା ହେଉଛି କଣ୍ଟିନ୍ୟୁଅସ୍ ଫର୍ମକୁ ବୁଝାଇଥାଏ। ସେଠି ଭର୍ବର ଆଇଏନ୍ଜି ନିଶ୍ଚିତ ଲାଗିବ। ଠିକ୍ ସେଇ ହିସାବରେ ଏଠି ଭର୍ବର ଆଇଏନ୍ଜି ଲାଗିଛି। ତାପରେ କ'ଣ ଅଛି, ଅବଜେକ୍ଟ। ଅବଜେକ୍ଟ ରହିବ, ବା ଅଦର ୱାର୍ଡ ଯଦି କିଛି ଥିବ ଅଦର ୱାର୍ଡ ରହିବ। ଏବେ ଆମେ ଷ୍ଟ୍ରକ୍ଚର ଜାଣିଗଲେ, এই ଷ୍ଟ୍ରକ୍ଚରକୁ ଆମେ ଯଦି ବୁଝିଯିବା,
ମନେ ରଖିଦେବା ତାହେଲେ ଆମେ ଗୋଟେ ସେଣ୍ଟେନ୍ସକୁ ଦେଖିଲେ ସାଙ୍ଗେ ସାଙ୍ଗେ ଜାଣିଦେବା ଏଇଟା କେଉଁ ଟେନ୍ସ କେଉଁ ଫର୍ମରେ ଅଛି ବା ଆମେ ଗୋଟେ ସେଣ୍ଟେନ୍ସ ବି ସହଜରେ ତିଆରି କରିପାରିବା। ଠିକ୍ ଅଛି, ଏବେ ଆରମ୍ଭ କରିବା କ'ଣ ନା ଫାର୍ଷ୍ଟ ଏକ୍ଜାମ୍ପଲ୍ ବା ଫାର୍ଷ୍ଟ ସେଣ୍ଟେନ୍ସ କ'ଣ ଅଛି। ଠିକ୍ ଅଛି, ଦେଖନ୍ତୁ, ମୁଁ ଭାତ ଖାଇ ଆସୁଅଛି। ଆମେ ସୂତ୍ରରେ କ'ଣ ଦେଖିଥିଲେ, ଓଡ଼ିଆ ବାକ୍ୟର ଶେଷରେ ଯଦି ଅଛି, ଦେଖନ୍ତୁ ଏଠି ଅଛି ଅଛି, ତାପରେ ଏଠି ଅଛୁ, ଅଛି, ଅଛୁ, ଏସବୁ ଜିନିଷ ଯଦି ଆମେ ଦେଖିବାକୁ ପାଇବା ଜାଣିବା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି ବୋଲି। ତ ମୁଁ ଭାତ ଖାଇ ଆସୁଅଛି, ମୁଁ କ'ଣ, ମୋର ଇଂଲିଶ ହେଲା ଆଇ, ମୁଁଟା ହେଉଛି ପ୍ରଥମ ପୁରୁଷ ଏକବଚନ। ପ୍ରଥମ ପୁରୁଷ ଏକବଚନ ଅଛି ମାନେ କ'ଣ ଲାଗିବ, ହେଭ୍ ଲାଗିବ, କାରଣ ମୁଁ କହିଥିଲି ତୃତୀୟ ପୁରୁଷ ଏକବଚନ ପାଖରେ କେବଳ କ'ଣ ଲାଗିବ, ହେଜ୍ ଲାଗିବ, ବାକି ସବୁ ଜାଗାରେ ହେଭ୍ ଲାଗିବ, ତାହେଲେ ଏଇଟା ପ୍ରଥମ ପୁରୁଷ ଏକବଚନ ଅଛି, ହେଭ୍ ଲାଗିବ। ତାପରେ ବିନ୍ ଯୋଗ ହେବ, କାରଣ ଏଇଟା ହେଉଛି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍, ବିନ୍ ଯୋଗ ହେଲା। ତାପରେ ଅଛି ଇଟିଂ, କ'ଣ କହିଥିଲି, ଭର୍ବର ଆଇଏନଜି, ଏଠି ଭର୍ବ ହେଉଛି କ'ଣ, ଇଟ୍, ଭର୍ବ ହେଉଛି ଇଟ୍ ହେଲା, ଇଟ୍ର ଆଇଏନଜି ଯୋଗ ହେଇଛି ହେଲା ଇଟିଂ, ବୁଝିପାରିଲେ। ଆଚ୍ଛା, ତାପରେ କ'ଣ ରହିବ, ଅବଜେକ୍ଟ ବା ଅଦର ୱାର୍ଡ ଯାହା ଥିବ ରହିପାରିବ। ଏଠି ଦେଖ କ'ଣ ଅଛି, ଦେଖନ୍ତୁ ରାଇସ୍, ଇଏ ହେଉଛି ଅବଜେକ୍ଟ। ତ ଏବେ ହେଇଗଲା, ଏବେ ଓଡ଼ିଆ ବାକ୍ୟଟାକୁ ଆମେ ସହଜରେ, ଯେହେତୁ ଆମେ ଷ୍ଟ୍ରକ୍ଚର ଜାଣିଗଲେ, ସହଜ ସେ ଷ୍ଟ୍ରକ୍ଚର ଅନୁସାରେ ଆମେ ଏଇ ଓଡ଼ିଆ ବାକ୍ୟଟିକୁ ଇଂଲିଶରେ ଟ୍ରାନ୍ସଲେସନ୍ କରିଦେଇପାରିଲେ ବା ଇଂଲିଶ ସେଣ୍ଟେନ୍ସରେ ତିଆରି କରିଦେଇପାରିଲେ। କ'ଣ ହେଲା, ମୁଁ ଭାତ ଖାଇ ଆସୁଅଛି, ଆଇ ହାଭ୍ ବିନ୍ ଇଟିଂ ରାଇସ୍। ଅର୍ଥ ଗୋଟେ ନିର୍ଦ୍ଦିଷ୍ଟ ଅତୀତର ଗୋଟେ ନିର୍ଦ୍ଦିଷ୍ଟ ସମୟରୁ ଏ ପର୍ଯ୍ୟନ୍ତ ମୁଁ ଭାତ ଖାଇ ଆସୁଅଛି, ମୋର ଭାତ ଖାଇବାଟା ଏପର୍ଯ୍ୟନ୍ତ ସରିନାହିଁ, ସେ କାର୍ଯ୍ୟଟି ସରିନାହିଁ, ତେଣୁ ଏଇଟା ହେଉଛି ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍। ଭଲ କି ବୁଝନ୍ତୁ। ଠିକ୍ ଅଛି, ଏବେ ଯିବା ନେକ୍ସଟ ଏକ୍ଜାମ୍ପଲକୁ। ଦେଖନ୍ତୁ କ'ଣ ଅଛି, ଆମ୍ଭେ ଭାତ ଖାଇ ଆସୁଅଛୁ, ଅଛୁ, କ'ଣ ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସକୁ ବୁଝିଲା। ଓଡ଼ିଆ ବାକ୍ୟର ଶେଷରେ ଏଇଠୁ ଆମେ ଦେଖିକି ଜାଣିଦେଲେ ଏଇଟା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। ଆମ୍ଭେ ଭାତ ଖାଇ ଆସୁଅଛୁ, ଖାଇ ଆସୁଅଛୁ, ଖାଇବାଟା ସରିନାହିଁ, ସେଇ ସମୟରୁ ଅତୀତର ଗୋଟେ ସମୟରୁ ଏପର୍ଯ୍ୟନ୍ତ ଚାଲିଛି, ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। ଆମ୍ଭେ ଭାତ ଖାଇ ଆସୁଅଛୁ, କ'ଣ ହେବ, ଆମ୍ଭେ ଇଂଲିଶ ଉଇ, ଉଇଟା ହେଉଛି କ'ଣ, ପ୍ରଥମ ପୁରୁଷ ବହୁବଚନ, ତେଣୁ ଲାଗିବ କ'ଣ, ହେଭ୍, ବୁଝିପାରିଲେ। ଉଇ ହେଭ୍ ବିନ୍, ବିନ୍ ତ ନିଶ୍ଚିତ ଲାଗିବ, ଷ୍ଟ୍ରକ୍ଚର କହୁଛି। ତାପରେ ଇଟିଂ ହେଲା, ଇଟ୍ର ଆଇଏନଜି ଫର୍ମ ଯୋଗ ହେଇଛି ଇଟିଂ, ଅର୍ଥ ଭର୍ବର ଆଇଏନଜି ହେଇଛି, ତାପରେ ରାଇସ୍ ହେଉଛି ଅବଜେକ୍ଟ। ତ କ'ଣ ହେଲା, ଆମେ ଅତି ସହଜରେ ଓଡ଼ିଆ ବାକ୍ୟକୁ ଇଂଲିଶରେ ପରିଣତ କରିଦେଲେ, ଆମ୍ଭେ ଭାତ ଖାଇ ଆସୁଅଛୁ, ଉଇ ହାଭ୍ ବିନ୍ ଇଟିଂ ରାଇସ୍। ଦେଖନ୍ତୁ ତାପରେ ଫୁଲ୍ ଷ୍ଟପ୍, କାରଣ ଏଇଟା ହେଉଛି ଆଫର୍ମେଟିଭ୍ ସେଣ୍ଟେନ୍ସ ବା ଆସ୍ତିସୂଚକ ବାକ୍ୟ ହେଲା। ଯିବା ନେକ୍ସଟ ଏକ୍ଜାମ୍ପଲକୁ। ଦେଖନ୍ତୁ କ'ଣ ଅଛି, ତୁମ୍ଭେ ଭାତ ଖାଇ ଆସୁଅଛ। ଓଡ଼ିଆ ବାକ୍ୟର ଶେଷରେ ପୂର୍ଣ୍ଣଚ୍ଛେଦ, ସରି ଆଫର୍ମେଟିଭ୍ ସେଣ୍ଟେନ୍ସ ଯଦି ହେଇଥିବ, ଆସ୍ତିସୂଚକ ବାକ୍ୟ ଯଦି ହେଇଥିବ, ଓଡ଼ିଆ ବାକ୍ୟର ଶେଷରେ ପୂର୍ଣ୍ଣଚ୍ଛେଦ ଆଉ ଇଂଲିଶ ସେଣ୍ଟେନ୍ସର ଶେଷରେ ଫୁଲ୍ ଷ୍ଟପ୍ ରହିବ। ତୁମ୍ଭେ ଭାତ ଖାଇ ଆସୁଅଛ, ଅଛ, ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍କୁ ସୂଚାଇଲା। ତୁମ୍ଭେ ଇଂଲିଶ କ'ଣ, ୟୁ, ୟୁ ପାଖରେ ତ ହେଭ୍ ରହିବ, କାରଣ ଏଇଟା ତୃତୀୟ ପୁରୁଷ ଏକବଚନ ନୁହେଁ ହେଲା, ହେଭ୍ ରହିଲା, ତାପରେ ବିନ୍ ରହିଲା, ତାପରେ ଇଟିଂ ଭର୍ବର ଆଇଏନଜି ହେଇଛି, ତାପରେ ଅବଜେକ୍ଟ। କ'ଣ ହେଲା, ତୁମ୍ଭେ ଭାତ ଖାଇ ଆସୁଅଛ, ୟୁ ହ୍ୟାଭ୍ ବିନ୍ ଇଟିଂ ରାଇସ୍। ଅତି ସହଜରେ ହେଇଗଲା। ନେକ୍ସଟ ଦେଖିବା, ସେ ଭାତ ଖାଇ ଆସୁଅଛି। ଏଇଠି ଆସିଲା ଗୋଟେ ଜିନିଷ, ଦେଖନ୍ତୁ ଲକ୍ଷ୍ୟ କରନ୍ତୁ, ଯେତେବେଳେ ଷ୍ଟ୍ରକ୍ଚର ମୁଁ କହିଥିଲି ହେଜ୍ ଅର୍ ହେଭ୍ ଥିଲା, ଦୁଇଟି ଥିଲା, ସେତେବେଳେ ମୁଁ କହିଥିଲି କେଉଁଠି କ'ଣ ଲାଗିବ, ହେଜ୍ କେଉଁଠି ଲାଗିବ, ହେଭ୍ କେଉଁଠି ଲାଗିବ, ନା ହେଜ୍ ଲାଗିବ କେଉଁଠି, ତୃତୀୟ ପୁରୁଷ ଏକବଚନ ପାଖରେ, ସେଇଟା ହେଉଛି ତୃତୀୟ ପୁରୁଷ ଏକବଚନ, କ'ଣ ଲାଗିବ, ହେଜ୍। ଏଇଟାକୁ ଜମା ଭୁଲିବେ ନାହିଁ, ତୃତୀୟ ପୁରୁଷ ଏକବଚନ ଅଛି ମାନେ ହେଜ୍ ଲାଗିବ ହିଁ ଲାଗିବ। ତ ହେଜ୍ ଲାଗିଲା, ତାପରେ ସେର ଇଂଲିଶ କ'ଣ ଅଛି, ହି ରହିଲା, ତାପରେ ହି ହେଜ୍ ବିନ୍, ବିନ୍ ତ ନିଶ୍ଚିତ ଲାଗିବ, ତାପରେ ଇଟିଂ ଭର୍ବର ଆଇଏନଜି ହେଇଛି ଇଟିଂ, ଆଉ ଅବଜେକ୍ଟ ରହିଲା ରାଇସ୍। ତ କ'ଣ ହେଇଗଲା, ସେ ଭାତ ଖାଇ ଆସୁଅଛି, ହି ହେଜ୍ ବିନ୍ ଇଟିଂ ରାଇସ୍ ଅଛି, ଇଏ ହେଉଛି କ'ଣ, ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍କୁ ସୂଚାଉଛି, ହି ହେଜ୍ ବିନ୍ ଇଟିଂ ରାଇସ୍, ଫୁଲ୍ ଷ୍ଟପ୍। ବୁଝିପାରିଲେ। ଯିବା ନେକ୍ସଟକୁ। ଦେଖନ୍ତୁ, ସେମାନେ ଭାତ ଖାଇ ଆସୁଅଛନ୍ତି, ସେମାନେ ଇଂଲିଶ କ'ଣ, ଦେ,
ଦେ ପାଖରେ କ'ଣ ଲାଗିବ? ଏଇଟା ହେଉଛି ତୃତୀୟ ପୁରୁଷ ବହୁବଚନ, ତାହେଲେ ହେଭ୍ ଲାଗିବ। ଏକବଚନ ହେଇଥିଲେ ହେଜ୍ ଲାଗିଥାନ୍ତା। ବିନ୍ ତ ଲାଗିବ, ତାପରେ ଭର୍ବର ଆଇଏନଜି ହେଇକି ହେଇଛି ଇଟିଂ, ତାପରେ ଅବଜେକ୍ଟ ହେଉଛି ରାଇସ୍। ବୁଝିପାରିଲେ? ସେମାନେ ଭାତ ଖାଇ ଆସୁଅଛନ୍ତି, ଦେ ହେଭ୍ ବିନ୍ ଇଟିଂ ରାଇସ୍। ହେଇଗଲା। ଯିବା, ଇଏ ସରିଗଲା ପ୍ରେଜେଣ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସର କ'ଣ ନା ଏଫର୍ମେଟିଭ୍ ସେଣ୍ଟେନ୍ସ ପାସ୍ତିସୂଚକ ବାକ୍ୟ ଆମେ ଡିଟେଲରେ ବୁଝିଲେ। ଏବେ ଯିବା ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସ କେମିତି ତିଆରି ହୁଏ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଫର୍ମରେ, ହେଲା। କେମିତି ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସ ବା ପ୍ରଶ୍ନସୂଚକ ବାକ୍ୟ କେମିତି ତିଆରି ହୁଏ ଆମେ ତିଆରି କରିବା। ଦେଖନ୍ତୁ ତାର ଷ୍ଟ୍ରକ୍ଚରକୁ ଦେଖିବା। କ'ଣ ଷ୍ଟ୍ରକ୍ଚର ଅଛି ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସର? ଆଉ ସବୁବେଳେ ମନେ ରଖିଥିବେ, ଇଣ୍ଟରରୋଗେଟିଭ୍ ବା ପ୍ରଶ୍ନସୂଚକ ବାକ୍ୟରେ ବାକ୍ୟଟି ଯେତେବେଳେ ଆରମ୍ଭ ହୋଇଥାଏ କ'ଣ କ୍ରିୟା ବା ଭର୍ବରୁ ଆରମ୍ଭ ହୋଇଥାଏ, କିନ୍ତୁ ଆସ୍ତିସୂଚକ ବା ଏଫର୍ମେଟିଭ୍ ସେଣ୍ଟେନ୍ସରେ ସବଜେକ୍ଟ ବା କର୍ତ୍ତାରୁ ଆରମ୍ଭ ହୋଇଥିଲା ବେଳେ ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସରେ କ୍ରିୟାରୁ ଆରମ୍ଭ ହୋଇଥାଏ, କାରଣ ଏଇଟା ହେଉଛି ପ୍ରଶ୍ନସୂଚକ ବାକ୍ୟ। ପ୍ରଥମ ରହିଗଲା ହେଜ୍ ଅର୍ ହେଭ୍। ଆପଣମାନେ ଜାଣିଛନ୍ତି ହେଭ୍ କେଉଁଠି ଲାଗିବ, ହେଜ୍ କେଉଁଠି ଲାଗିବ, ମୋତେ କହିବାକୁ ପଡ଼ିବନି। ଠିକ୍ ଅଛି, ଯିବା। ତାପରେ କ'ଣ ରହିବ? ସବଜେକ୍ଟ, କର୍ତ୍ତା। ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସରେ ପ୍ରଥମେ କ୍ରିୟା, ତାପରେ କର୍ତ୍ତା। ଆସ୍ତିସୂଚକ ବାକ୍ୟରେ ପ୍ରଥମେ କର୍ତ୍ତା, ତାପରେ କ୍ରିୟା। ବୁଝିଗଲେ? ତାପରେ ବିନ୍ ତ ନିହାତି ରହିବ, ଆପଣମାନେ ଜାଣିଛନ୍ତି, ସୂତ୍ର କହୁଛି। ତାପରେ ଭର୍ବର ଆଇଏନଜି ତ ରହୁଥିଲା ସେଠି, ଏଠି ବି ରହିବ। ତାପରେ ଅବଜେକ୍ଟ ରହୁଥିଲା, ଏଠି ବି ରହିଲା। ଖାଲି ପରିବର୍ତ୍ତନ ହେଲା ଏଇଟା, କ୍ରିୟାଟା ପ୍ରଥମକୁ ପଳେଇ ଆସିଲା, କର୍ତ୍ତାଟା ଦ୍ୱିତୀୟକୁ ପଳେଇଲା। ଏତିକି ପରିବର୍ତ୍ତନ ହେଲା ପ୍ରଶ୍ନସୂଚକ ବାକ୍ୟରେ। ଷ୍ଟ୍ରକ୍ଚର ବୁଝିଲେ? ଏବେ ଯିବା ସେଣ୍ଟେନ୍ସ କେମିତି ତିଆରି କରିବା। ଚାଲନ୍ତୁ ଯିବା। ଦେଖନ୍ତୁ ପ୍ରଥମ ସେଣ୍ଟେନ୍ସ କ'ଣ ଅଛି? ମୁଁ ଭାତ ଖାଇ ଆସୁଅଛି କି। ଗୋଟିଏ କଥା ସହଜରେ ମନେ ରଖିବେ, ସହଜରେ ଜାଣିବା ପାଇଁ ଗୋଟିଏ ପ୍ରଶ୍ନସୂଚକ ବାକ୍ୟକୁ ବାକ୍ୟର ଶେଷରେ ପ୍ରଶ୍ନସୂଚକ ଚିହ୍ନ ଥିବ ବା କ୍ୱେଶ୍ଚନ ମାର୍କ ଥିବ। ଆଖି ବୁଜା ଜାଣିଦେବେ ଏଇଟା ହେଉଛି ପ୍ରଶ୍ନସୂଚକ ବାକ୍ୟ ବା ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସ। ଯଦି ବାକ୍ୟର ଶେଷରେ ଏମିତି ଚିହ୍ନଟିଏ ଥାଏ, ଏଇଟା କୁହାଯାଏ ପ୍ରଶ୍ନସୂଚକ ଚିହ୍ନ ବା କ୍ୱେଶ୍ଚନ ମାର୍କ। ଆଖି ବୁଜା ଜାଣିଦେବେ ଏଇଟା ହେଉଛି ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସରେ ଅଛି ବା ପ୍ରଶ୍ନସୂଚକ ବାକ୍ୟରେ ଅଛି। ମୁଁ ଭାତ ଖାଇ ଆସୁଅଛି, ମୁଁ ଭାତ ଖାଇ ଆସୁଅଛି କି ଅଛି ପ୍ରଶ୍ନ କରାଯାଇଛି। ମୁଁ କହିଥିଲି ସୂତ୍ରରେ କ'ଣ ହେଇଥିଲା, ଷ୍ଟ୍ରକ୍ଚରରେ କ'ଣ କହିଥିଲି ନା ପ୍ରଥମେ କ୍ରିୟା ଆସିବ। ଯେହେତୁ ଏଟା ମୁଁଟା ହେଉଛି ପ୍ରଥମ ପୁରୁଷ ଏକବଚନ, ତାହେଲେ କ'ଣ ହେବ? ହେଭ୍ ଲାଗିବ। ତାପରେ ବିନ୍, ହଁ, ତାପରେ ହେଭ୍ ପରେ ଆଇ ଆସିବ। ମୁଁ କହିଥିଲି କ୍ରିୟା ପରେ କର୍ତ୍ତା, ଏଠି ମୁଁ ଅଛି, ଆସିଲା ଆଇ। ଆଇ ପରେ କ'ଣ ଆସିବ? ତାପରେ ନା ବିନ୍, ବିନ୍ ନିଶ୍ଚିତ ରହିବ। ତାପରେ ଆସିବ ଭର୍ବର ଆଇଏନଜି ଫର୍ମ, କ'ଣ ହେଇଛି? ଇଟିଂ। ତାପରେ ଅଛି ଅବଜେକ୍ଟ। ହେଇଗଲା। ମୁଁ ଭାତ ଖାଇ ଆସୁଅଛି କି ହେଭ୍ ଆଇ ବିନ୍ ଇଟିଂ ରାଇସ୍। ଦେଖନ୍ତୁ କେତେ ସହଜରେ ଇଂଲିଶ ସେଣ୍ଟେନ୍ସ ତିଆରି ହେଇଗଲା। ସେ ସୂତ୍ର ଟିକେ ମନେ ରଖିବେ, ବାସ୍ କଥା ସରିଲା। ହେଲା, ଯିବା ନେକ୍ସଟ ସେଣ୍ଟେନ୍ସକୁ। ଆମ୍ଭେ ଭାତ ଖାଇ ଆସୁଅଛୁ କି। ଦେଖନ୍ତୁ କ୍ୱେଶ୍ଚନ ମାର୍କ, ଇଣ୍ଟରରୋଗେଟିଭ୍ ସେଣ୍ଟେନ୍ସ ଆସିଗଲା, ଫଟିକି ଜାଣିଦେଲେ। ଆମ୍ଭେ ଭାତ ଖାଇ ଆସୁଅଛୁ କି ପ୍ରଶ୍ନ କରାଯାଇଛି। କ'ଣ ଆସିବ? ଆମ୍ଭେ ପ୍ରଥମ ପୁରୁଷର ଇଏ ହେଉଛି ପ୍ରଥମ ପୁରୁଷର ବହୁବଚନ, ହେଭ୍ ଲାଗିବ ନିଶ୍ଚିତ, ଆପଣମାନେ ଜାଣିଛନ୍ତି, ମୁଁ କ'ଣ କହିବି। ତାପରେ ଆମ୍ଭେର ଇଂଲିଶ ଉଇ, ତାପରେ ବିନ୍ ତ ଲାଗୁଛି, ଆପଣମାନେ ଜାଣିଛନ୍ତି। ଇଟିଂ, ଇଟିଂ ତ କ'ଣ ହେଇଛି ନା ଭର୍ବର ଆଇଏନଜି ଫର୍ମ। ସାର୍ ଏଇଟା କ'ଣ କହୁଛନ୍ତି? ଏଇଟା ତ ଆପଣ କହି କହି ଆସିଛନ୍ତି, ଆମେ ଜାଣିସାରିଲୁଣି, ଆମେ ପୁରା ପ୍ରିଣ୍ଟ ହେଇଗଲାଣି ମାଇଣ୍ଡରେ, ଆମେ ଆଉ କିଛି ଆମକୁ ସେ ବିଷୟରେ ଟେନସନ୍ ନାହିଁ। ଠିକ୍ ଅଛି, ଖୁସିର କଥା। ହେଲା, ଭର୍ବର ଆଇଏନଜି ହେଲା ଇଟିଂ, ତାପରେ ଅଛି ରାଇସ୍, ଇଏ ହେଉଛି ଅବଜେକ୍ଟ। ହେଇଗଲା ସେଣ୍ଟେନ୍ସ। ଦେଖନ୍ତୁ କେତେ ଇଜିରେ ହେଇଗଲା। ଆମ୍ଭେ ଭାତ ଖାଇ ଆସୁଅଛୁ କି ହେଭ୍ ଉଇ ବିନ୍ ଇଟିଂ ରାଇସ୍, କ୍ୱେଶ୍ଚନ ମାର୍କ। এইটা ভুলিবেনি, কোয়েশ্চেন মার্ক রহিব নিশ্চিত। ଯିବା ନେକ୍ସଟ ସେଣ୍ଟେନ୍ସକୁ। ଦେଖନ୍ତୁ ତୁମ୍ଭେ ଭାତ ଖାଇ ଆସୁଅଛ କି କ୍ୱେଶ୍ଚନ ମାର୍କ, এইটা ଖାଲି ଚିହ୍ନେଇ ଦେଉଛି। ତୁମ୍ଭେ ଭାତ ଖାଇ ଆସୁଅଛ କି, କ'ଣ ହେବ? ତୁମ୍ଭେ ଇଂଲିଶ ୟୁ ଅଛି, କିନ୍ତୁ ଏଇଟା ଯେହେତୁ କ୍ୱେଶ୍ଚନ ହେଇଛି ପ୍ରଥମେ ରହିବ କ'ଣ? କ୍ରିୟା। ତୁମ୍ଭେ ପାଖରେ ହେଭ୍ ଲାଗିବ, ହେଭ୍ ୟୁ, ତାପରେ ତୁମ୍ଭେର ଇଂଲିଶ ୟୁ, ତାପରେ ବିନ୍ ତ ଲାଗିବ, ତାପରେ ଭର୍ବ ଆଇଏନଜି ଫର୍ମ, ତାପରେ ରାଇସ୍ ହେଲା ଅବଜେକ୍ଟ। କ'ଣ ହେଲା? ତୁମ୍ଭେ ଭାତ ଖାଇ ଆସୁଅଛ କି ହେଭ୍ ୟୁ ବିନ୍ ଇଟିଂ ରାଇସ୍। ହେଇଗଲା। ଯିବା ନେକ୍ସଟକୁ। ସେ ଭାତ ଖାଇ ଆସୁଅଛି କି। ଦେଖନ୍ତୁ ମୁଁ କହିଥିଲି ଷ୍ଟ୍ରକ୍ଚର ବେଳେ ହେଜ୍ ଅର୍ ହେଭ୍, ହେଜ୍ କେଉଁଠି ଲାଗିବ, ହେଭ୍ କେଉଁଠି ଲାଗିବ। ସାର୍ କ'ଣ କହୁଛନ୍ତି? ଏଇଟା ତ ଆପଣ ବାରମ୍ବାର କହି ଆସିଛନ୍ତି, ଆମର ପୁରା ମନେ ରହିଯାଇଛି। ହେଜ୍ ଲାଗିବ କେଉଁଠି ନା ତୃତୀୟ ପୁରୁଷ ଏକବଚନ ପାଖରେ,
आउ हैव लागिबो बाकी सब जगह एटा तो सहज कथा ठीक अच्छी आम जा ताले से अच्छी माने लागिबो हेज आखि बुझा है तृतीय पुरुष एकवचन जेहेतु एटा क्वेश्चन कराऊँगी प्रथम आसला क्रिया तापर आसो कौन से इंग्लीश हूँ हि एटा हूँ सब्जेक्ट तापर बीन तो रहिबो भर बाइंज फर्म रहिला तापर ऑब्जेक्ट हो गला से भात खाई आसुच कि हेज ही बीन इटिंग राइस जिबा नेक्स्ट को देखंतु सेमाने भात खाई आसुछंती कि सेमाने कौन तृतीय पुरुष बहुवचन कौन हम सेमाने इंग्लीश दे एठी जेतु तृतीय पुरुष बहुवचन अच्छी हेव हम तो हेव दे बीन तो रहिला तापर भर आइएनजी फॉर्म तापर ऑब्जेक्ट तो कौन होगा सेमाने भात खाई आसुछंती कि हेव दे बीन इटिंग राइस कंप्लीट तो बर्तमान आम जानीगले कौन ना प्रेजेंट परफेक्ट कंटिन्यूअस टेंस रो इंटरोगेटिव सेंटेंस केमिति तैयारी हुए केमिति चिन्हिबा डिटेल बुझीगले तापर जिबा नेगेटिव सेंटेंस को चलंतु जिबा नेगेटिव सेंटेंस रो स्ट्रक्चर को देखिबा कौन अच्छी स्ट्रक्चर ना देखंतु नेगेटिव सेंटेंस मु कौन कहीदेवी ना जो आम एफर्मेटिव सेंटेंस पढ़ते आस्तिसूचक वाक्य पढ़ते से कौन रोला सब्जेक्ट रोला हेज और हैव जोटा गोटे रोला तापर बीन रोला तापर भर्ब आईएनजी रोला ऑब्जेक्ट रोला एठी कौन हम देखंतु एठी हेज और हैव पर एठी गोटे जोग हम कौन नॉट कहीं ना एटा हूँ नास्तिसूचक वाक्य बा एटा हूँ नेगेटिव सेंटेंस आस्तिसूचक बा एफर्मेटिव सेंटेंस कौन होता सब्जेक्ट रोला हेज और हैव रोला बीन रोला भर्ब आईएनजी रोला ऑब्जेक्ट रोला एतिक रोला किंतु एठी हेज और हैव पर कौन होता कौन हम ना नॉट जोग हम कहीं एटा हूँ नास्तिसूचक बुझीपारे हेज और हैव पर नॉट जोग हम तापर बीन तापर भर्ब आईएनजी तापर ऑब्जेक्ट भर पर नॉट लगे देखंतु देखिबा प्रथम सेंटेंस कौन अच्छी मु भात खाई आसु नाही एई जो नाही आसीगला कौन एटा हूँ नास्तिसूचक को चिन्हला बा नेगेटिव को बुझेला नाही नास्तिसूचक मु भात खाई आसु नाही तो कौन है मु इंग्लीश आई पाखे तो हेव लगे तापर मु कही क्रिया परे परे बा भर परे नॉट लगे ये नॉट लगे कारण यहाँ हूँ नास्तिसूचक तो आई हैव नॉट बीन तो रही तापर भर्ब आईएनजी फॉर्म तापर हूँ ऑब्जेक्ट मु भात खाई आसु नाही आई हैव नॉट बीन इटिंग राइस आउ शेष में फुल स्टॉप मन रखिए नेगेटिव सेंटेंस बा नास्तिसूचक वाक्यर ओडिया वाक्य शेष में पूर्णछेद इंग्लिश सेंटेंस शेष में फुल स्टॉप रहा नेक्स्ट एग्जांपल देखंतु आंभे भात खाई आसु नाहु नेगेटिव को सूचेला नास्तिसूचक को सूचेला आंभे भात खाई आसु नाहु आंभे इंग्लीश उई तापर उई पाखे हेव लगे तापर एठी नास्तिसूचक होइछि नॉट लगे तापर बीन तो लगे तापर इटिंग कौन भर्ब आईएनजी फॉर्म होइछि तापर ऑब्जेक्ट हैला राइस आउ फुल स्टॉप होला आंभे भात खाई आसु नाहु वी हैव नॉट बीन इटिंग राइस बहुत इजी रही गला जिबा नेक्स्ट को तुम्भे भात खाई आसु नाह नास्तिसूचक तुम्भे भात खाई आसु नाह तुम्भे इंग्लीश यू पाखे हेव लगे तापर नॉट रहा नास्तिसूचक होइछि तापर बीन तो निश्चित लगे तापर भर्ब आईएनजी फॉर्म है इटिंग तापर हूँ ऑब्जेक्ट है तुम्भे भात खाई आसु नाह यू हैव नॉट बीन इटिंग राइस तापर देखिबा नेक्स्ट देखंतु से भात खाई आसु नाही एबे आसिला पॉइंट को स्ट्रक्चर रे कही हेज और हेव कौन अच्छी से तृतीय पुरुष एक वचन माने कौन लगे देखो मुझे लगे देखीदे कहतु कौन हेज तृतीय पुरुष एक वचन अच्छी माने हेज पक्का ही आसपर सेर इंग्लीश ही तापर ये नेगेटिव है नॉट तो निश्चित रही बीन तो अच्छी रही भर्ब आईएनजी फॉर्म है इटिंग है कौन ऑब्जेक्ट है राइस तो से भात खाई आसुना ही हैज नॉट बीन इटिंग राइस तापर जी नेक्स्ट एग्जांपल सेमाने भात खाई आसु नाहांती नेगेटिव को सूचेला सेमाने इंग्लिश कौन दे है सेमाने कौन है ना तृतीय पुरुष बहुवचन हूँ दे तृतीय पुरुष बहुवचन अच्छी माने
हेव लगे एठी हेज लागिबो नाही हेव लागिबो तापर तो नेगेटिव होउची नॉट लागिबो तापर तो बीन रहिला लागिबो तापर वर्ब आईएनजी फॉर्म ईटिंग हेची तापर ऑब्जेक्ट होला राइस तो कोन हला से माने भात खाई आसु नाहांती दे हैव नॉट बीन ईटिंग राइस फुल स्टॉप बुझी पारले तो मैं आशा करुछि आपण माने बहुत भल भाव में बुझी पार्थिबे आजिर एही क्लास को प्रेजेंट परफेक्ट कंटीन्यूअस टेंस को जदि किसी आपण मानकर डाउट रही जाइथिबो कमेंट बॉक्स में निश्चय जणेबे मु तार आंसर यथाशीघ्र रखिबी मु भाबुची आपण मानक पई वीडियोटी निहाती मूल्यवान हेतिबो जदि आपण माने एई भली टेंस रो वीडियो देखिया पई चाहुचंती मते कमेंट बॉक्स रे जणांतु मु निश्चय आपण मानक पई नै आसीबी आज पई एतिकी परवर्ती वीडियो टेंस रो वर्तमान सुधा प्रेजेंट टेंस कंप्लीट हे गला या परे परवर्ती वीडियो रे मु पास्ट टेंस नै आसीबी तापरे फ्यूचर टाइम नै आसीबी एमिति सीरियल नै आसीबी ठीक अछि आज पई एतिकी समस्तंकु बहुत बहुत धन्यवाद एते समय धरी मनोयोग सहकारे शुणिथिबारु समस्त बहुत बहुत पुनः धन्यवाद एंड थैंक्स फॉर वाचिंग।